ଶ୍ରୀ ଗଣେଶାୟ ନମଃ। ଶ୍ରୀ ଗଣେଶଙ୍କ ଜନ୍ମ ବୃତ୍ତାନ୍ତ ସାରଳା ମହାଭାରତର ଏହି ଉପାଖ୍ୟାନ ଅଗସ୍ତ୍ୟ ମୁନି ମହାରାଜା ବୈବସ୍ୱତ ମନୁଙ୍କୁ ଏହି ଆଖ୍ୟାନ ମାଧ୍ୟମରେ ପାର୍ବତୀ ନନ୍ଦନ ଗଣେଶଙ୍କ ପବିତ୍ର ଜନ୍ମ ବୃତ୍ତାନ୍ତ କଥା ଶୁଣାଏ। ଅନେକ ପୁରାକାଳର କଥା। କପିଳାସ କନ୍ଦରର ଉତ୍ତର ଦିଗ କୋଶଳ ଦେଶରେ ଅଳମ୍ବସା ନାମକ ଗୋଟିଏ ସୁନ୍ଦର ନଗର ଥିଲା। ସେଇଠି ରାଜପଣ କରୁଥିଲା ରୁଢ଼ାସୁର। ପରେ ପ୍ରତାପୀ ରୁଢ଼ାସୁରର ପୁଅ ପ୍ରୌଢ଼ାସୁର ରାଜା ହେଲା। ସେ ମଧ୍ୟ ପିତାଙ୍କ ପରି ମହାପ୍ରତାପୀ ହୋଇ ଦିନେ ଯୁଦ୍ଧରେ ଇନ୍ଦ୍ରଙ୍କ ହାତରେ ନିହତ ହେଲା। ପ୍ରୌଢ଼ାସୁର ଅନ୍ତେ ତାର ପୁଅ ମୂଢ଼ାସୁର ରାଜା ହେଲା। ସେ ବାହୁବଳରେ ସାରା ପୃଥିବୀକୁ ତାର ବଶ କଲା। ଦିନେ ମୂଢ଼ାସୁରର ଦରବାର ଚାଲିଥାଏ। ସଭାରେ ଉପସ୍ଥିତ ଥାନ୍ତି ମହାମନ୍ତ୍ରୀ କୁରୁପାଳ। ସେ ମନ୍ତ୍ରୀଙ୍କୁ କହିଲା, ମହାମନ୍ତ୍ରୀ, ଏବେ ସାରା ଅବନୀମଣ୍ଡଳ ମୋ ଅଧୀନରେ। କୁହ, ଆଉ କିଏ ଅଛି ଯିଏ ମୋ ବଶରେ ନାହିଁ? ମନ୍ତ୍ରୀ ଥଙ୍ଗ ଥଙ୍ଗ ହୋଇ କହିଲେ, ହଁ ମହାରାଜ, ମୁଣ୍ଡ ରହିଲେ ତୁଣ୍ଡ ଖୋଲି ଗୋଟିଏ କଥା କହିବି। ଦୈତ୍ୟରାଜଙ୍କଠାରୁ ଅଭୟ ପାଇ ମନ୍ତ୍ରୀ କହିଲେ, ହଁ ମହାରାଜ, ଆପଣ ମହାବୀର। ଏ ପୃଥିବୀରେ ଆପଣଙ୍କ ବୈଶ୍ୟତା ସ୍ୱୀକାର ନ କରି ଆଉ କେହି ନାହାନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଆପଣ ଇନ୍ଦ୍ରଙ୍କୁ ପରାସ୍ତ ନ କରିଛନ୍ତି, ଆପଣଙ୍କୁ କିଏ ବୀର ବୋଲି ମାନିବ? ମୂଢ଼ାସୁର ମନ୍ତ୍ରୀଙ୍କ ମୁଖରେ କଥା ଶୁଣି ଖୁବ୍ ରାଗି ଯାଇ ମନ୍ତ୍ରୀଙ୍କ ଚୁଟି ଧରି କହିଲା, ରେ ମୂର୍ଖ, ତୁ ମୋରି ଅନ୍ନ ଖାଇ ମୋ ଆଗରେ ସେ ଇନ୍ଦ୍ରର ବଢ଼େଇ କରୁଛୁ? ମୋର ଶକ୍ତି କେତେ କ'ଣ ତୁ ଜାଣୁନାହୁଁ? ଚାଲ, ଏଇନେ ଚାଲ, ଆମ ଥାଟ ବାଟ ଧରି ଆମେ ଯାଇ ଇନ୍ଦ୍ରଙ୍କୁ ଆକ୍ରମଣ କରିବା। ମହାମନ୍ତ୍ରୀ କହିଲେ, ନା ନା ମହାରାଜ, ମୁଁ ଇନ୍ଦ୍ରଙ୍କୁ ଆଦୌ ବଢ଼େଇ କରୁନାହିଁ। ସେ ତୁମର ପିତୃହନ୍ତା। ଏହି କଥା କେବଳ ମୁଁ ଚେତେଇ ଦେଲି। ମନ୍ତ୍ରୀଙ୍କ କଥା ଶୁଣି ଅସୁରରାଜ ଟିକିଏ ଥଣ୍ଡା ପଡ଼ି କହିଲେ, ମୁଁ ସେହି ପିତୃହନ୍ତାକୁ ନିଶ୍ଚୟ ବଧ କରିବି। ଉପାୟ କୁହ, ଉପାୟ କୁହ ମନ୍ତ୍ରୀବର। ମନ୍ତ୍ରୀ କୁରୁପାଳ କହିଲେ, ଉପାୟ ଅଛି ମହାରାଜ, ଉପାୟ ଅଛି। କୈଳାସ କନ୍ଦରରେ ପ୍ରଭୁ ଶିବଙ୍କ ଭୁବନ। ଶିବ ପୁରୀର ଦକ୍ଷିଣ ଦ୍ୱାରରେ ଦ୍ୱାରପାଳ ରୂପେ ଦ୍ୱାର ଯାକ ବସିଛନ୍ତି। ଗିରିଜାନନ୍ଦନ ଗଣେଶ। ଆପଣ ତାଙ୍କର କୃପା ପ୍ରାପ୍ତ ହେଲେ ଇନ୍ଦ୍ରଙ୍କୁ ଜିଣିବା ପାଇଁ ସେ ସମର୍ଥ ହେବେ। ପରଦିନ ପ୍ରଭାତରୁ ଅସୁରରାଜ ସ୍ନାନାଦି ସାରି ମନ୍ତ୍ରୀଙ୍କୁ ସାଙ୍ଗ କରି କୈଳାସ ଅଭିମୁଖେ ଯାତ୍ରା କଲେ। କୈଳାସ କନ୍ଦରର ଦକ୍ଷିଣ ଦ୍ୱାରରେ ପହଞ୍ଚି ଅସୁରରାଜ ମନ୍ତ୍ରୀଙ୍କୁ ପଚାରିବାରୁ ସେ ତାଙ୍କୁ ଗଣେଶଙ୍କୁ ଦେଖାଇଦେଲେ। ଗଣନାଥଙ୍କ ମନୁଷ୍ୟ ଶରୀର ଆଉ ଗଜବଦନକୁ ଦେଖି ଦୈତ୍ୟରାଜ ଜୋରରେ ହସି ହସି କହିଲେ, ଏହି ତାହେଲେ ପ୍ରଭୁ ଗଣେଶ? ତୁମେ ମୋତେ ପରିହାସ କରୁନାହଁ ତ ମହାମନ୍ତ୍ରୀ? ମନ୍ତ୍ରୀ ହାତ ଯୋଡ଼ି କହିଲେ, ନା ପ୍ରଭୁ, ଶୁଣନ୍ତୁ, ମୁଁ ଗଣେଶଙ୍କ କାହାଣୀ ବିସ୍ତାର କରି କହୁଛି। ଥରେ କୈଳାସପତି ମହାଦେବ ବୃଷଭ ବାହନରେ ବିଶ୍ୱଭ୍ରମଣରେ ବାହାରିଲେ। ବୁଲି ବୁଲି ସେ ଯାଇ ସ୍ୱର୍ଗରେ ପହଞ୍ଚିଲେ। ଉପସ୍ଥିତ ଦେବଗଣ ଆସନରୁ ଉଠି ତାକୁ ପ୍ରଣାମ ଜଣାଇଲେ। ସେଠାରୁ ଯଥା ସମ୍ମାନ ପାଇ ସେ ଯାଇ ସାବର୍ଣ୍ଣୀପୁରରେ ପହଞ୍ଚି ଦେଖିଲେ ସେଠାରେ ବ୍ରହ୍ମା ଧ୍ୟାନରେ ବସିଛନ୍ତି। ଶଙ୍କରଙ୍କୁ ଦେଖି ବ୍ରହ୍ମାଙ୍କ ଧ୍ୟାନ ଭାଙ୍ଗିଯିବାରୁ ସେ ପଚାରିଲେ, ପ୍ରଭୁ, ଆପଣ କେଉଁଠୁ ଆସିଲେ? ସଦାଶିବ କହିଲେ, ମୁଁ ଏବେ ସ୍ୱର୍ଗ ଭ୍ରମଣ କରି ଆସିଲି। ତୁମକୁ ସାକ୍ଷାତ କରି କୈଳାସକୁ ଫେରିଲି। କହିଲ, ତୁମେ ଏବେ କି ବେଦ ସବୁ ଅଭ୍ୟାସ କରୁଛ? ବ୍ରହ୍ମା କହିଲେ, ମୁଁ ତ ସର୍ବଦା ମୋର ଚାରି ମୁଖରେ ଚାରି ବେଦକୁ ଘୋଷି ହେଉଥାଏ, ତାହା ହିଁ କରୁଥିଲି। ମହାଦେବ କହିଲେ, ମୁଁ ପରା ମୋ ପଞ୍ଚମୁଖରେ ପଞ୍ଚବେଦକୁ ସର୍ବଦା ଗାଉଥାଏ। ବ୍ରହ୍ମା କହିଲେ, ମୁଁ କ'ଣ ତାହା ଜାଣିନାହିଁ? ଏଇ ଦେଖନ୍ତୁ। ଏହା କହି ବ୍ରହ୍ମା ତାଙ୍କର ଚାରି ମୁଣ୍ଡ ଉପରେ ଆଉ ଗୋଟିଏ ମୁଣ୍ଡ ଉତ୍ପନ୍ନ କରି ପଞ୍ଚମ ବେଦ କାନ କରିବାକୁ ଲାଗିଲେ। ଏହା ଦେଖି ମହାଦେବ ଖୁବ୍ କ୍ରୋଧିତ ହୋଇ ଗୋଟିଏ ବ୍ରହ୍ମ ଚାପୁଡ଼ା ମାରି ବ୍ରହ୍ମାଙ୍କ ପଞ୍ଚମ ଶିରଟିକୁ ଛିଡ଼େଇ ଦେଲେ ବା ଛେଦନ କରିଦେଲେ। ବ୍ରହ୍ମାଙ୍କର ସେହି ମୁଣ୍ଡଟି ଛିଣ୍ଡି ଯାଇ ଶିବଙ୍କ ହାତରେ ଲାଗି ରହିଲା। ସେ ଯେତେ ଚେଷ୍ଟା କଲେ ବି ତାହା ତାଙ୍କ ହାତରୁ ଆଉ ଛାଡ଼ିଲା ନାହିଁ। ସେ ଲଜ୍ଜାରେ ଆଉ କୈଳାସ ନ ଯାଇ ହଟକେଶ୍ୱର ତୀର୍ଥକୁ ଯାଇ ତପସ୍ୟା ଆରମ୍ଭ କଲେ। ତପସ୍ୟାରେ ତାଙ୍କର ବହୁ କାଳ ବ୍ୟତୀତ ହୋଇଗଲା। ଶିବଙ୍କ ଦୀର୍ଘ ଅନୁପସ୍ଥିତି ଯୋଗୁଁ କୈଳାସପୁରରେ ପାର୍ବତୀ ବହୁ ଚିନ୍ତିତ ହୋଇପଡ଼ିଲେ। ପ୍ରାଣପତିଙ୍କ ବାହୁଡ଼ା ବାଞ୍ଛା କରି ସେ ମଧ୍ୟ ଅଖଣ୍ଡ ତପସ୍ୟାରେ ନିମଗ୍ନ ରହିଲେ। ବୋଇଲେ, ଈଶ୍ୱର ଅବା ମୋର ଗଲେ କାହିଁ? ଧ୍ୟାନ କରି ବସିଲେ ଯେ ତହିଁ ମହାମାୟା। ବୋଇଲେ ଈଶ୍ୱର ଅବା ମୋର ଗଲେ କାହିଁ? ଧ୍ୟାନ କରି ବସିଲେ ଯେ ତହିଁ ମହାମାୟୀ। ଧ୍ୟାନ ବଳରେ ପାର୍ବତୀ ଜାଣିପାରିଲେ ମହାଦେବ ବ୍ରହ୍ମହତ୍ୟା ଦୋଷ ମୋଚନ ନିମନ୍ତେ ହଟକେଶ୍ୱର ତୀର୍ଥରେ ତପସ୍ୟା କରୁଛନ୍ତି। ଏହିପରି କିଛି ଦିନ ବିତିଗଲା। କ୍ରମେ ବସନ୍ତ କାଳ ଆସି ପହଞ୍ଚିଲା। ଦିନେ ପାର୍ବତୀ ସଖୀମାନଙ୍କ ଗହଣରେ କୈଳାସ ପର୍ବତ ପୂର୍ବ ଦିଗରେ ଥିବା ସୁନ୍ଦର ଉପବନକୁ ପୁଷ୍ପ ଚୟନ ପାଇଁ ଯାଇ ଦେଖିଲେ ବନରେ ପକ୍ଷୀଗଣ ସୁନ୍ଦର କଳରବ କରି ଉଡ଼ି ବୁଲୁଛନ୍ତି। ଭ୍ରମରଗଣ ମଦମତ ହୋଇ ଏ ଫୁଲରୁ ସେ ଫୁଲକୁ ଉଡ଼ି ମଧୁପାନ କରୁଛନ୍ତି। ଅରଣ୍ୟରେ ଏପରି ଶୋଭା ଦେଖି ପାର୍ବତୀ ସ୍ୱାମୀଙ୍କ ବୀର ଜ୍ୱାଳାରେ ଘାରି ହେଲେ। କାମଭାବ ଜାତ ହୋଇ ତାଙ୍କ ଶରୀର ରୋମାଞ୍ଚିତ ହେଲା। ଫଳରେ ତାଙ୍କର ରେତ ସ୍ଖଳିତ ହେଲା। ପାର୍ବତୀ ସେହି ରେତକୁ ହସ୍ତରେ ତୋଳି ଧରିଲେ। ସ୍ୱାମୀଙ୍କୁ ସୁମରଣପୂର୍ବକ ଦେବୀ ସେହି ରେତରେ ଶିବଙ୍କ ବିଭୂତି ମିଶାଇ ସେଥିରେ ଗୋଟିଏ ସୁନ୍ଦର ପିତୁଳା ଗଢ଼ିଦେଲେ। ସେହି ପିତୁଳାକୁ ମନ୍ତ୍ର ପଢ଼ି ପାର୍ବତୀ ଜୀବନ୍ୟାସ ଦେବାରୁ ତହିଁ ଗଣନାଥଙ୍କ ଆବିର୍ଭାବ ଘଟିଲା। ପୁତ୍ରକୁ କୋଳରେ ଧରି ସ୍ତନ୍ୟପାନ କରାଇଲେ ମା ପାର୍ବତୀ। ସ୍ତନ୍ୟପାନ କରି ପୁତ୍ରଟି ତତ୍କ୍ଷଣାତ୍ ବଳବାନ ହୋଇଗଲା ଏବଂ ମାଆଙ୍କୁ ପଚାରିଲେ,
ମୁଁ କି କାର୍ଯ୍ୟ କରିବି, ମୋତେ ଆଦେଶ ଦିଅନ୍ତୁ। ପାର୍ବତୀ କହିଲେ, ବାବୁ, ଆଜିଠୁ ତୁ କୈଳାସପୁରର ଦକ୍ଷିଣ ଦ୍ୱାର ରକ୍ଷକ ହୋଇ ଦ୍ୱାର ଯୋଗି ବସ। ସେ ପୁଣି କହିଲେ, ନିଶ୍ଚିନ୍ତ ହୋଇନ ତୁହି ଦ୍ୱାରେ ବସିଥିବୁ, ପୁରୁଷଙ୍କୁ ଭିତରକୁ ଛାଡ଼ି ତୁ ନ ଦେବୁ। ଶ୍ରୀରାମ ଜୟ ରାମ, ଜୟ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ। ମାତାଙ୍କ ଆଦେଶରେ ଗଣନାଥ ଦକ୍ଷିଣ ଦ୍ୱାର ଯୋଗି ବସିଲେ। ଇଆଡ଼େ ଶିବଙ୍କ ତପସ୍ୟା ଶେଷ ହୋଇଗଲା। ଜଟାଜୁଟ ହୋଇ ଶଙ୍କର ଆସି କୈଳାସରେ ପହଞ୍ଚି ଭିତରକୁ ଯିବାକୁ ଉଦ୍ୟତ ହୁଅନ୍ତେ ଗଣପତି ବାଧା ଦେଲେ। ଶିବ ଖୁବ୍ କ୍ରୋଧିତ ହୋଇ ହସ୍ତରେ ଧରିଥିବା କୁଠାରରେ ତାଙ୍କ ମୁଣ୍ଡ କାଟିଦେଲେ। ଦ୍ୱାର ନ ଛାଡ଼ନ୍ତେ ହର ମହାକୋପ କଲେ, କୁଠାର ଗୋଟି ବାଳକ ଗଳେ ପ୍ରହାରିଲେ। ଶ୍ରୀରାମ ଜୟ ରାମ, ଜୟ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ। ପୁତ୍ର ମୁଣ୍ଡ କାଟି ଦେଇ ଶିବ ଭିତରକୁ ଚାଲିଗଲେ। ସ୍ୱାମୀଙ୍କୁ ଦେଖି ପାର୍ବତୀ ବହୁ ଖୁସି ହେଲେ, କିନ୍ତୁ ତାଙ୍କ କୁଠାର ରକ୍ତ ଲାଗିଥିବାର ଦେଖି ଚମକି ପଡ଼ିଲେ। ସେ ତାଙ୍କୁ ପଚାରିବାରୁ ଶିବ ସବୁ ସତ କଥା କହିଲେ। ପାର୍ବତୀ କାନ୍ଦି କାନ୍ଦି ଶିବଙ୍କ ପାଦ ତଳେ ପଡ଼ି କହିଲେ, ହେ ନାଥ, ଆପଣ ଯାହାକୁ ହତ୍ୟା କରିଛ ସେ ଆପଣଙ୍କ ପୁତ୍ର। ଶିବ ଅତ୍ୟାଶ୍ଚର୍ଯ୍ୟ ହୋଇ କହିଲେ, ମୋ ପୁତ୍ର? ତୁମେ କ'ଣ କହୁଛ ମା? ସେ ମୋର ପୁତ୍ର କିପରି ହେଲା? ପାର୍ବତୀ ପୁତ୍ରର ଜନ୍ମ କଥା ଶିବଙ୍କୁ ଶୁଣାଇଲେ। ପୁତ୍ର କଥା ଶୁଣି ମହାଦେବ ପାର୍ବତୀଙ୍କୁ ସାଙ୍ଗରେ ଧରି ସଙ୍ଗେ ସଙ୍ଗେ ଯାଇ ଦକ୍ଷିଣ ଦ୍ୱାରରେ ପହଞ୍ଚି ଦେଖନ୍ତି ସେ ବାଳକର ଖାଲି ଗଣ୍ଡିଟି ପଡ଼ୁଛି, ତା ମୁଣ୍ଡ ଗୋଟିଏ ରାକ୍ଷସୀ ଖାଇଦେଉଛି। ପାର୍ବତୀଙ୍କ ଆଉ ସୁଖର ସୀମା ରହିଲା ନାହିଁ। ପାର୍ବତୀଙ୍କୁ ଆଶ୍ୱାସନା ଦେଇ ଶିବ ଦେଖିଲେ ପାଖରେ ଉତ୍ତର ଆଡ଼କୁ ମୁଣ୍ଡ କରି ଗୋଟିଏ ହାତୀ ଶୋଇଛି। ସେ କୁଠାରରେ ସଙ୍ଗେ ସଙ୍ଗେ ହାତୀ ମୁଣ୍ଡଟି କାଟି ଆଣି ଶିଶୁର କବନ୍ଧରେ ଯୋଡ଼ି ଦେଇ ତାକୁ ଜୀବନ୍ୟାସ ଦେଲେ। ତାଙ୍କର ନାମ ଦେଲେ ଗଣନାଥ। ସେହିଦିନରୁ ସେ ଗଣେଶ, ଗଣପତି, ଗଣେଶ୍ୱର, ଗଜାନନ ଆଦି ବହୁ ନାମରେ ପରିଚିତ ହେଲେ। ତୁମେ ସେହି ବିଘ୍ନନାଶନ ପ୍ରଭୁ ଗଣନାଥଙ୍କ କୃପା ଭିକ୍ଷା କର, ତୁମେ ନିଶ୍ଚୟ ସିଦ୍ଧକାମ ହେବ, ଏଥିରେ ସନ୍ଦେହ ନାହିଁ। ଏହା ହିଁ ଶ୍ରୀ ଗଜାନନ ଗଣେଶଙ୍କର ଜନ୍ମ ବୃତ୍ତାନ୍ତ। ଶୂଦ୍ରମୁନି ସାରଳା ଦାସ ମହାଭାରତର ମଧ୍ୟପର୍ବରେ ଏହି କାହାଣୀ ଶେଷ କରି କହିଲେ, କୁରୁପାଳ ମନ୍ତ୍ରୀ ଏହା ବିସ୍ତାରି କହିଲା, ଭାସୁର ଶୁଣି ଅତି ହରଷ ହୋଇଲା। ଗଣନାଥ ଛାମୁରେ ସେ ମିଳିଲା ଗଜାଇ, ଖଣ୍ଡେ ଦୂରୁ ଦେଖି ତାଙ୍କ ଚରଣେ ପଡ଼ଇ। ଶ୍ରୀରାମ ଜୟ ରାମ, ଜୟ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ। ଜୟ ପ୍ରଭୁ ଗଣନାଥ।